ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡିଓରେ। ଦର୍ଶକ ବନ୍ଧୁ, ଆଜି ଆମେ ଭିଡିଓ ଜାଣିବା ଆପଣ ଯେଉଁ ଧାନ ମଣ୍ଡି ରେଜିଷ୍ଟ୍ରେସନ କରିବା ପାଇଁ ଯେଉଁ ଆପଣଙ୍କ ଫର୍ମ ଦରକାର ଥିଲା, এই ଫର୍ମ ଆପଣ କେମିତି ଭାବେ ଡାଉନଲୋଡ କରିବେ ଏବଂ ଯଦି ଆପଣ ଫର୍ମ ଆପ୍ଲାଏ କରୁଛନ୍ତି ବା ଧାନ ମଣ୍ଡିରେ ରେଜିଷ୍ଟ୍ରେସନ କରିଛନ୍ତି ତାହେଲେ ଆପଣମାନେ ତାହା କେମିତି ନିଜ ଡିଷ୍ଟ୍ରିକ୍ଟ ୱାଇଜ ଆପଣ କେମିତି ଭାବେ ଦେଖିପାରିବେ ଏବଂ ଯାହାକି ଆପଣଙ୍କ ଧାନ ମଣ୍ଡି ପଞ୍ଜୀକରଣ ଡିଷ୍ଟ୍ରିକ୍ଟ ୱାଇଜ କେତେ ହେଇଛି ଯାହାକି ଆପଣ କେମିତି ଭାବେ ଚେକ୍ କରିବେ। ତ ସେସବୁ ବିଷୟ ମୁଁ ଟୋଟାଲ ଡିଟେଲ୍ସ ଭାବେ ଭିଡ଼ିଓକୁ ଆପଣଙ୍କୁ ଫାଷ୍ଟ କ୍ଲାସ୍ ଜଣାଇଦେବି। ଯଦି ଆପଣ ଭିଡ଼ିଓକୁ ଫାଷ୍ଟ କ୍ଲାସ୍ ଦେଖୁଛନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁ। ଯଦି ଆପଣମାନେ ଆମ ଫେସବୁକ୍ ପେଜକୁ ଫଲୋ କରୁଛନ୍ତି ଆମ ଫେସବୁକ୍ ପେଜର ନାଁ ହେଉଛି ଲିକୁନ ଏକ୍ସପ୍ରେସ୍। ଆପଣ ସେଠି ଯାଇକି ମଧ୍ୟ ଫଲୋ କରିପାରିବେ, ଯାହାକି ଆମେ ଯେମିତି ୟୁଟ୍ୟୁବରେ କମେଣ୍ଟ ରିଲେଟେଡ୍ ଭିଡ଼ିଓ ପକାଉଛେ ସେମିତି ବି ସେମ୍ ପ୍ରୋସେସରେ ଆମ ସେଠି ଫେସବୁକ୍ ପେଜ ମଧ୍ୟ ରିଲେଟେଡ୍ ପକାଉଛେ। ତ ଚାଲନ୍ତୁ ଟିକେ କରି ପ୍ରୋସେସଟି ଜାଣିବା କେମିତି ଭାବରେ ଆପଣ ନିଜ ମୋବାଇଲରେ ଚେକ୍ କରିପାରିବେ ଆପଣଙ୍କ ନିଜ ତାହେଲେ ପ୍ରଥମେ କଣ କରିବେ ନା ଆପଣଙ୍କ ଫୁଡ୍ ଓଡ଼ିଶା ବୋଲି ଆପଣ ଯେକୌଣସି ଗୋଟେ ବ୍ରାଉଜରରେ ସର୍ଚ୍ଚ କରିବେ। ସର୍ଚ୍ଚ କରିସାରିଲା ପରେ ପ୍ରଥମେ ଯେଉଁ ଫୁଡ୍ ଓଡ଼ିଶା ପୋର୍ଟାଲଟି ଅଛି ସେଇଟା ଆପଣ ସର୍ଚ୍ଚ କରିବେ। ଏଇଠି ଆପଣଙ୍କ ଗୋଟେ ଭୁଲ ଚିହ୍ନ ଦେଖୁଛି, ଏଇଟାକୁ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ କଟିଯିବ। କଟିଗଲା ପରେ ଆପଣଙ୍କର ପ୍ରଥମେ ଆପଣ କେମିତି କରିବେ କି ଆପଣଙ୍କ ଯେଉଁ ଫର୍ମ ଡାଉନଲୋଡ ହୋଇଛି ଧାନ ମଣ୍ଡି ଫର୍ମ ଡାଉନଲୋଡ ଆପଣ କେମିତି କରିବେ। ତ ଚାଲନ୍ତୁ ସେଇଟା ମୁଁ କହିବି। ଦେଖନ୍ତୁ, ଏଇଟା ଗୋଟେ ଅଫିସିଆଲ ପୋର୍ଟାଲଟା ଦେଖିପାରୁଥିବେ। ଏଇଠି ଆପଣଙ୍କର ଫାର୍ମା ରେଜିଷ୍ଟର FAQ ଲେଖା ହେଇଛି। ଯଦି ଏଇଟା ଆପଣ କ୍ଲିକ୍ କରୁଛନ୍ତି, କ୍ଲିକ୍ କଲା ପରେ ଆପଣଙ୍କର ଫର୍ମ ରେଜିଷ୍ଟ୍ରେସନ କରିବା ପାଇଁ ମାନେ ଆପଣଙ୍କ ଧାନ ମଣ୍ଡି ପଞ୍ଜୀକରଣ କରିବା ପାଇଁ ଆପଣଙ୍କର କେଉଁ କେଉଁ ସବୁ ଡକୁମେଣ୍ଟ ଦରକାର ଏବଂ ତାର ଭାଗ ଚାଷୀମାନେ କେମିତି କରିପାରିବେ, ସମିତିର ଦାୟିତ୍ୱ କେମିତି କଣ ରହିଛି, ପଞ୍ଜୀକରଣ ଅବଧି କେତେ ପର୍ଯ୍ୟନ୍ତ ରହିଛି, ସେସବୁ ଟୋଟାଲ ଡିଟେଲ୍ସ ଆପଣଙ୍କୁ ସେ ଦେଖେଇଦେବ। ଆଉ ତଳକୁ ଟିକେ ହାଲକା ସ୍କ୍ରଲ୍ କଲା ପରେ ଆପଣମାନେ ଦେଖିପାରୁଥିବେ ଏଇଠି ଆପଣଙ୍କର ଲେଖା ହେଇଛି କି ଫାର୍ମା ରେଜିଷ୍ଟ୍ରେସନ ଫର୍ମ। ଠିକ ଅଛି, ଏଇଠି ଆପଣ କ୍ଲିକ୍ କଲା ପରେ ଆପଣଙ୍କର ଫାର୍ମା ରେଜିଷ୍ଟ୍ରେସନ ଫର୍ମ ଦେଖନ୍ତୁ ପଳେଇ ଆସିଲା, ଯେଉଁଟାକି ଆପଣଙ୍କର ଓଡ଼ିଶା ସରକାର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ଚାଷୀ ପଞ୍ଜୀକରଣ ଫର୍ମ 2026 ଯୋଉଟାକି ଅଛି। ଏଇଠି ଆପଣଙ୍କର ଫର୍ମଟି ବାହାରି ଆସିଲା। ଆପଣ ଚାହିଁଲେ ବି ଯାଇ ଦେଖିପାରିବେ କି ଆପଣ ଫର୍ମଟି କେମିତି ଭାବରେ ଭଲ ଭାବରେ ଫିଲ୍ଅପ୍ କରିକି ଆପଣ ଆପ୍ଲାଏ କରିପାରିବେ। ସେଟା ମଧ୍ୟ ଆମେ ଭିଡ଼ିଓ କରିଦେଇଛୁ, ଆପଣ ଯାଇକି ଆପଣ ଦେଖିପାରିବେ ଏବଂ ସମ୍ପୂର୍ଣ୍ଣ ରୂପେ ଆପଣ ଫର୍ମଟି ଫିଲ୍ଅପ୍ କରିପାରିବେ। ତ ଏଇଟା ଥିଲା ତାର ଫର୍ମ ଆପଣମାନେ କେମିତି ଭାବରେ ନିଜର ଫିଲ୍ଅପ୍ କରିକି ଆପଣମାନେ ଦେଇପାରିବେ। ତ ତା ପଛରେ ଜାଣିବା ଆପଣମାନେ କେମିତି ଭାବରେ ନିଜର ଯେଉଁ ଅଛି ଆପଣଙ୍କର ଡିଷ୍ଟ୍ରିକ୍ଟ ୱାଇଜ ସେଟା ଆପଣମାନେ କେମିତି ଚେକ୍ କରିବେ। ତ ସେମ୍ ପ୍ରୋସେସରେ ଆପଣମାନେ ଏଠି ଯେକୌଣସି ବ୍ରାଉଜରରେ ଫୁଡ୍ ଓଡ଼ିଶା ବୋଲି ସର୍ଚ୍ଚ କରିବେ, ପୁଣି ଆପଣଙ୍କ ଫୁଡ୍ ଓଡ଼ିଶା ପୋର୍ଟାଲ ଯୋଉଠି ଅଛି ସେଟା ମଧ୍ୟ ଆପଣଙ୍କୁ ପଳେଇ ଆସିବ। ଏଇଟା ଆପଣ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଏଠି ଅନଲାଇନ୍ ସର୍ଭିସ୍ ଅଛି ଆପଣମାନଙ୍କର। এই ଅନଲାଇନ୍ ସର୍ଭିସରେ ଆପଣ ଯଦି କ୍ଲିକ୍ କରିବେ, ଟ୍ରାନ୍ସପୋର୍ଟନେସ୍ ପୋର୍ଟାଲ ମଧ୍ୟ ଲେଖା ଅଛି। ତିନିଟା ଜିନିଷ ଲେଖା ଅଛି ଯେ ସିଟିଜେନ୍ ସର୍ଭିସ୍, ଟ୍ରାନ୍ସପୋର୍ଟ ପୋର୍ଟାଲ, ପବ୍ଲିକ ଡ୍ୟାସବୋର୍ଡ। ଆପଣଙ୍କୁ ଏଇ ଟ୍ରାନ୍ସପୋର୍ଟ ପୋର୍ଟାଲ ଯୋଉଟା ଅଛି ଏଇଠି ଆପଣଙ୍କୁ ଏଠି କ୍ଲିକ୍ କରିବା ପାଇଁ ପଡ଼ିବ। କ୍ଲିକ୍ କଲା ପରେ ଆପଣଙ୍କର ଆଗରୁ ଆସୁଥିଲା କଣ ନା ଆପଣଙ୍କର ଭେରିଫାଏ ଫାର୍ମର ରେଜିଷ୍ଟ୍ରେସନ ରିପୋର୍ଟ। ଏଇଠି ଯଦି ଆପଣମାନେ କ୍ଲିକ୍ କରୁଛନ୍ତି ତାହେଲେ ଆପଣମାନେ ନିଜର ଷ୍ଟାଟସ୍ ଆପଣ ଚେକ୍ କରିପାରୁଥିବେ ଏବଂ ରିପୋର୍ଟ କେମିତି କଣ ଅଛି ଆପଣ ଜାଣିପାରୁଥିବେ। ବର୍ତ୍ତମାନ ଯଦି ଆମେ ସେଇଠି କ୍ଲିକ୍ କରିବା ପାଇଁ ଯିବା, ସେ ଜିନିଷଟା କଟିଯାଉଛି, ଦେଖନ୍ତୁ କିଛି ବି ଆସୁନାହିଁ। ଏବଂ ଫାର୍ମର ରେଜିଷ୍ଟ୍ରେସନ ଷ୍ଟାଟସ୍ ଯୋଉଟା ବି ଅଛି ସେଟା ଯଦି ଆପଣ କ୍ଲିକ୍ କରୁଛନ୍ତି ତ ସେଥିରେ ଆପଣଙ୍କର 404 ଆସୁଛି, ମାନେ ସେଥିରେ ମଧ୍ୟ ଆପଣଙ୍କର କିଛି ମଧ୍ୟ ଆସୁନି। କିନ୍ତୁ ବର୍ତ୍ତମାନ ଆପଣଙ୍କର ପ୍ରଥମ ଯେଟା ଅଛି ଫାର୍ମର ରେଜିଷ୍ଟ୍ରେସନ ଷ୍ଟାଟସ୍ ରିପୋର୍ଟ, ସେଠି ଯଦି ଆପଣ କ୍ଲିକ୍ କରୁଛନ୍ତି ତାହେଲେ ଆପଣଙ୍କର ଟୋଟାଲ ଏବେ ଦେଖନ୍ତୁ ଡିଷ୍ଟ୍ରିକ୍ଟ ୱାଇଜ କଣ ଅଛି, କଣ ଟୋଟାଲ ଡିଟେଲ୍ସ ଆପଣଙ୍କୁ ବାହାରି ଆସିବ। ରେଜିଷ୍ଟ୍ରେସନ ଫର୍ମ ଯାହା ବି କିଛି ଆପଣଙ୍କର ଅଛି ଟୋଟାଲ ଭାବରେ ଆପଣଙ୍କୁ ଏଠି ଡିଟେଲ୍ସ ଭାବେ ବାହାରି ଆସିବ। ଠିକ ଅଛି, ଦେଖନ୍ତୁ ଆପଣଙ୍କର ଏଠି ପଳେଇ ଆସିଲା KMS ଆପଣଙ୍କ ଫର୍ମ କଣ ଇଏରେ ଅଛି 2026-27 ସିଜନଟା ହଉଛି ଆପଣଙ୍କର ଖରିଫ। ରେଜିଷ୍ଟ୍ରେସନ ଫର୍ମ ହଉଛି ଆପଣଙ୍କର 19 ଜୁଲାଇ 2026 ଏବଂ 13 ଅଗଷ୍ଟ 2026 ଅଲରେଡି ଆପଣଙ୍କର ଯେଉଁ ଆପ୍ଲାଏ କରିଥିଲେ ତାକୁ ସଲ୍ୟୁସନ ଶୋ କରୁଛି। ଏଇଟା ଆପଣଙ୍କର ବାହାରି ଆସିବ ସିରିଏଲ ନମ୍ବର, ଡିଷ୍ଟ୍ରିକ୍ଟ ନମ୍ବର ଅଫ PSCS, ଟୋଟାଲ ସୋସାଇଟି କେତେ ଅଛି ଆପଣଙ୍କୁ ଦେଖାଦେବ, SHG PSCS ଆପଣଙ୍କୁ ଦେଖାଦେବ ଏବଂ ଟୋଟାଲ ଆପଣଙ୍କୁ ଦେଖାଦେବ ଯେ ରେଜିଷ୍ଟର କେତେ ହେଇଛି, କୋଉ ଡିଷ୍ଟ୍ରିକ୍ଟରେ କେତେ ଅଛି, ଫାର୍ମର କୋଡ୍ କଣ ଅଛି ଏବଂ ଆପଣଙ୍କ ଏ ଡିଷ୍ଟ୍ରିକ୍ଟ ଆଇଡିରେ FIDରେ କେତେ କଣ ପଞ୍ଜୀକରଣ ସେଟା ଆପଣଙ୍କୁ ଟୋଟାଲ ଡିଟେଲ୍ସ ଭାବେ ଦେଖାଦେଉଛି। ଯଦି ଆପଣଙ୍କ ନିଜ ଡିଷ୍ଟ୍ରିକ୍ଟ ୱାଇଜ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କର ଏଇ ଯେଉଁ PSCS ଅଛି ଆପଣଙ୍କର ଏଇଠି ଆପଣ କ୍ଲିକ୍ କରିବେ। ଯାହାବି ଆପଣଙ୍କ ଡିଷ୍ଟ୍ରିକ୍ଟ ଥିବ ସେଇ ଡିଷ୍ଟ୍ରିକ୍ଟ ପଳେଇ ଆସୁଛି ଏଠି। ଡିଷ୍ଟ୍ରିକ୍ଟ ଯାହାବି ଆପଣ କ୍ଲିକ୍ କରୁଛନ୍ତି, କ୍ଲିକ୍ କଲା ପରେ ଆପଣଙ୍କର ଏଠି ପଳେଇ ଆସିବ। ଦେଖନ୍ତୁ ଆପଣଙ୍କର ନିଜ ନିଜ ବ୍ଲକ ନେମ୍ ପଳେଇ ଆସୁଛି ଏବଂ ଆପଣଙ୍କ କୋଡ୍ ନମ୍ବର ପଳେଇ ଆସୁଛି।
ଆପଣଙ୍କର ସମିତିରେ ଯାହା ବି ସେକ୍ରେଟାରୀ ଯିଏ ଥିବ ତାଙ୍କ ନାମ ଏଠି ପଳେଇ ଆସୁଛି। ଟୋଟାଲ ଆପଣ କେତେ ଜଣ ନୂଆ ମେମ୍ବର କେତେ ଅଛନ୍ତି ସେଠି ମଧ୍ୟ ଆପଣଙ୍କର ଏଠି ପଳେଇ ଆସୁଛି। ଟୋଟାଲ ଡିଟେଲ୍ସ ସବୁ ଏଠି ଆପଣଙ୍କର ପଳେଇ ଆସୁଛି। ଆପଣ ଚାହିଁଲେ ବି ଆପଣଙ୍କ ମୋବାଇଲରେ ଆପଣ ଚେକ୍ କରିପାରିବେ। ତ ଏଇଟା ଥିଲା ଆପଣଙ୍କ ଧାନ ମଣ୍ଡି ପଞ୍ଜୀକରଣ ନେଇ ଗୋଟେ ବହୁତ ବଡ଼ ଅପଡେଟ୍, ଯାହାକି ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇଲି। ଆପଣଙ୍କର ଯଦି କିଛି ବି ଧାନ ମଣ୍ଡି ପଞ୍ଜୀକରଣକୁ ନେଇ ଯଦି କିଛି ଜାଣିବାର ଥିବ ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ଆମେ ସେଟାକୁ ସଲ୍ଭ କରିବା ପାଇଁ ଚେଷ୍ଟା କରିବୁ। ଆଶା କରୁଛି କି ଭିଡ଼ିଓଟି ଆପଣଙ୍କୁ ଆଜି ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖିଥିବେ। ଆମେ ଯାହା ବି ଅଛି ନୂଆ ନୂଆ ନୋଟିଫିକେସନ ଭିଡ଼ିଓ ପକେଇବୁ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଆଜି ପାଇଁ ରହୁଛି ଆଜ୍ଞା, ଧନ୍ୟବାଦ।